ସେହି ସମ୍ପର୍କ ଭାଙ୍ଗିଗଲେ ବି ଭଲ, ଯାହା ପାଇଁ ତୁମକୁ ବାରମ୍ବାର ଭାଙ୍ଗିବାକୁ ପଡ଼ୁଛି। ସମ୍ପର୍କ ସୃଷ୍ଟି ହୁଏ ସ୍ନେହରୁ, ବଞ୍ଚି ରୁହେ ବ୍ୟବହାରରୁ, ଅନୁଭବ ହୁଏ ଯନ୍ତ୍ରଣାରୁ, ମଉଳି ଯାଏ ସନ୍ଦେହରୁ, ଆଉ ଭାଙ୍ଗିଯାଏ ଅହଙ୍କାରରୁ। ମଣିଷ ନିଜ ଜନ୍ମ ଦ୍ୱାରା ନୁହେଁ, ବରଂ ନିଜ କର୍ମ ଦ୍ୱାରା ମହାନ ହୋଇଥାଏ। ଆଖୁ ମିଠା ଲାଗେ, କିନ୍ତୁ ସେଥିରେ ଫଳ ଫଳେନି। ଚନ୍ଦନର ମହକ ବହୁତ ସୁଗନ୍ଧିତ, କିନ୍ତୁ ସେଥିରେ ଫୁଲ ଫୁଟେନି। ପଳାଶ ଫୁଲ ଦେଖିବାକୁ ସୁନ୍ଦର, କିନ୍ତୁ ତାହାର ମହକ ନାହିଁ। ସେହିପରି ତୁମେ ମଧ୍ୟ କିଛି ଦରକାର ଗୁଣର ଅଧିକାରୀ। ସେଥିପାଇଁ ଅନ୍ୟ ସହ ନିଜକୁ ତୁଳନା କର ନାହିଁ। ସବୁ ଗୁଣ ସମସ୍ତଙ୍କ ସହ ରହିବା ସମ୍ଭବ ନୁହେଁ। ସବୁଠାରୁ ବଡ଼ ଗୁରୁମନ୍ତ୍ର, ନିଜ ରହସ୍ୟ କାହା ପାଖରେ ପ୍ରକାଶ କରନ୍ତୁ ନାହିଁ, କାରଣ ଆପଣଙ୍କ ରହସ୍ୟ ଆପଣଙ୍କ ବର୍ବାଦର କାରଣ ସାଜିପାରେ। ମଣିଷଙ୍କ ହୀନ ପ୍ରକୃତି ସୁଖ ଦେଖିଲେ ଈର୍ଷା କରେ, ଭଲ ପାଇଲେ ଆଘାତ କରେ, ବିଶ୍ୱାସ କଲେ ଧୋକା ଦିଏ, ଦୁଃଖ ସମୟରେ ସୁଯୋଗ ଖୋଜେ, ସମ୍ପଦ ବଢ଼ିଲେ ଯୋଜନା କରେ, ସ୍ୱାର୍ଥ ସରିଗଲେ ଛାଡ଼ି ଚାଲିଯାଏ। ଆମ ଜୀବନ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଆମକୁ ନିଜେ ନେବା ଭଲ ହେଉଥାଏ, ଯେପରି ପରେ କୌଣସି ଅବଶୋଷ ନ ହେବ, ଯାହା କଷ୍ଟ ବା ହୃଦୟର କାରଣ ସାଜିବ। ଅସମ୍ଭବ ଶବ୍ଦର ପ୍ରୟୋଗ କେବଳ ଭୀରୁ ବା ଡରୁଆ ଶ୍ରେଣୀର ଲୋକେ କରନ୍ତି। ସାହସୀ ତଥା ବୁଦ୍ଧିମାନ ବ୍ୟକ୍ତି ନିଜ କର୍ମ ବଳରେ ଇତିହାସ ରଚନ୍ତି। ମଣିଷ ଜନ୍ମ ପରେ ନାମ ଦିଆଯାଇଥାଏ, କିନ୍ତୁ ନିଜ କର୍ମ ଦ୍ୱାରା ପ୍ରକୃତ ପରିଚୟ ପାଇଥାଏ। ଭାଗ୍ୟ ବି ତାଙ୍କ ସାଥିରେ ରୁହେ, ଯିଏ କୌଣସି ପରିସ୍ଥିତିରେ ନିଜର ଧୈର୍ଯ୍ୟ ଏବଂ ସାହସକୁ ହରାଇ ନଥାଏ। ସତ୍ୟ ସବୁବେଳେ ଚାହେଁକି ସମସ୍ତେ ତାଙ୍କୁ ଜାଣି ରଖନ୍ତୁ, ଆଉ ମିଥ୍ୟାର ସବୁବେଳେ ଏହି ଭୟ ଥାଏ କି ତାକୁ କେହି ଜାଣି ନ ଦିଅନ୍ତୁ। ମଣିଷ ସେତେବେଳେ ସଫଳତାର ପ୍ରଥମ ସୋପାନ ଚଢ଼ିଥାଏ, ଯେତେବେଳେ ସିଏ ଦୁନିଆକୁ ନୁହେଁ, ବରଂ ନିଜକୁ ବଦଳାଇବା ଆରମ୍ଭ କରିଥାଏ। ସେହି ଝିଅର ପ୍ରେମ କେବେ ମିଛ ହୋଇନଥାଏ, ଯିଏ ଏହି କଥା ପୁଅଟିକୁ କହିଥାଏ କି ତୁମ ପାଖେ ଧନ ଥାଉ କି ନ ଥାଉ, ମୋର କେବଳ ତୁମେ ଦରକାର, ଆଉ ତୁମ ଭଲ ପାଇବା ଦରକାର। ସମ୍ମାନ ବଦଳରେ ସମ୍ମାନ କମ୍ ଦିଅନ୍ତୁ ଚଳିବ, କିନ୍ତୁ ଅପମାନ ବଦଳରେ ଅପମାନର ଶୁଦ୍ଧ ମୂଳ ସହ ଫେରାଇବା ଦରକାର। ଅପମାନ ଥରେ ସହିଗଲେ ଅପମାନ କରିବା ବାଲାର ସାହସ ବଢ଼ି ଚାଲେ। ମଣିଷ ବହୁତ ଖୁସି ହେଲେ କାନ୍ଦି ପକାଏ, କେବେ ପୁଣି ଦୁଃଖକୁ ଲୁଚାଇବା ପାଇଁ ହସୁଥାଏ। ଏଇଟା ହିଁ ତା ଜୀବନ।